তুমি কହୁଛ কি ମୋ ପାଖରେ ଟାଇମ ନାହିଁ କିନ୍ତୁ ପ୍ରତିଦିନ ବସି ଘଣ୍ଟା ଘଣ୍ଟା ସ୍କ୍ରୋଲ କରୁଛ। তুমি କହୁଛ କି କାଲିଠୁ ଷ୍ଟାର୍ଟ କରିବି କିନ୍ତୁ ତମର ପ୍ରତ୍ୟେକ ଦିନ କାଲି ଆସୁଛି ଆଉ କାଲି ପଳଉଛି ବି କିନ୍ତୁ ତମ କାମକୁ ତମେ ଷ୍ଟାର୍ଟ ବି କରିପାରୁନ। ତମେ କହ କି ମୁଁ ସ୍ମାର୍ଟ ୱାର୍କ କରିବି କିନ୍ତୁ ସବୁ କାମକୁ ଶେଷ ମୁହୂର୍ତ୍ତରେ କରିବାର ଅଭ୍ୟାସ ତମର ଏଯାଏ ଯାଇନି। ତମେ କୁହ ମୋର ବି ଗୋଟେ ଦିନ ଟାଇମ ଆସିବ, ମୋର ବି ସମୟ ଆସିବ କିନ୍ତୁ ସେ ସମୟ ଆପେ ଆପେ କେବେ ବି ଆସେନି, ସେ ସମୟକୁ ବନେଇବାକୁ ପଡେ। ତମେ କୁହ କି ମତେ କୌଣସି ବି ଲୋକର ସପୋର୍ଟ ଦରକାର ନାହିଁ କିନ୍ତୁ ତମେ ଯଦି ଏତେ ହିଁ ଷ୍ଟ୍ରଙ୍ଗ ହେଇଥାନ୍ତ ନିଜ କାମକୁ ନିଜେ ହିଁ କରିଥାନ୍ତ, ଆଉ କାହା ଉପରେ କେବେ ବି ଏତିକି ଟିକେ ବି ଭରସା ରଖନ୍ତନି। ତମେ କୁହ କି ଆଜିଠୁ ଆଉ ଟାଇମ ନଷ୍ଟ କରିବିନି କିନ୍ତୁ ଆଉ 5 ମିନିଟ କହି କହି ଫୋନ ଭିତରେ ପୁରା 5 ଘଣ୍ଟା ପଶିଯାଅ। ତମେ କୁହ କି ମୋ ଫୋକସ ସବୁବେଳେ ମୋ ଗୋଲ୍ସ ଉପରେ ଅଛି କିନ୍ତୁ ଯେମିତି ହିଁ ଗୋଟେ ନୋଟିଫିକେସନ ଆସେ ତମେ ସବୁ କିଛି ଭୁଲି ଯାଅ। ତମେ କୁହ କି ମୁଁ ମୋ ସ୍ୱପ୍ନ ପଛରେ ନିଜ ଜୀବନ ବି ଦେଇଦେବି କିନ୍ତୁ କିଛି ନା କିଛି ବାହାନା କରି ପ୍ରତ୍ୟେକ ଦିନ ନିଜ ଗୋଡ ହାତ ବାନ୍ଧି ବସି ପଡୁଛ। ତମେ କୁହ କି ପାଠ ପଢିବା ହଉଛି ସବୁଠାରୁ ବୋରିଂ କାମ, ସବୁଠାରୁ କଷ୍ଟ କାମ କିନ୍ତୁ ଆଉ 6-7 ବର୍ଷ ପରେ ଯେତେବେଳେ ତମ ଜୀବନ ତମକୁ ପଛରୁ ଗୋଇଠା ଆଉ ବିଧା ମାରିବ ନା ସେତେବେଳେ ଜାଣିବ ଆକ୍ଚୁଆଲି ଜୀବନରେ କଷ୍ଟଟା କଣ। ଭାଇ ଏବେ ବି ଟାଇମ ଅଛି, ଯେତେ ଶୀଘ୍ର ପାରୁଛ ଆମ 100 ଡେଜ ସିରିଜ ରେ ଜଏନ ହେଇଯାଅ ଆଉ ନିଜକୁ ଯେତେ ଶୀଘ୍ର ପାରୁଛ ଚେଞ୍ଜ କର। ଦେଖା ହବ 100 ଡେଜ ଅଫ ଚେଞ୍ଜେସ ର ନେକ୍ସଟ ଏपिସୋड ରେ।